ଦେଖୁଛନ୍ତି କେମିତି ଟକମକ ହେଇକି ଫୁଟୁଛି ଆଉ ଦେଖିବାକୁ ବି ପୁରା ଲଟପଟିଆ ସୁଆଦିଆ ଦେଖାଯାଉଛି। ସ୍ୱାଦରେ ପୁରା ରହିବ ଜବରଦସ୍ତ। ଆମିଷ ଖାଇବାକୁ ପସନ୍ଦ କରୁଥିବା ଲୋକ ବି ଆପଣଙ୍କ ହାତର ଏଇଭଳିଆ ପଣସ କଠା ଆଳୁ ତରକାରୀ ଖାଇଲେ ଆପଣଙ୍କ ପ୍ରଶଂସା ନକରି ରହିପାରିବେନି। ଆପଣ ତ ବନଉଥିବେ ସବୁବେଳେ, ଥରେ ଏଇ ଷ୍ଟାଇଲରେ ବନେଇକି ଦେଖନ୍ତୁ। ଆଶା କରିବି ଆପଣମାନଙ୍କୁ ପସନ୍ଦ ଆସିବ। ତେବେ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। ଏ ତରକାରୀଟିକୁ ବନେଇବା ପାଇଁ କିନା ମୁଁ ଏଠି 500 ଗ୍ରାମର ପଣସ କଠା ନେଇଯାଇଛି। ତାକୁ ଭଲ ଭାବରେ ଧୋଇକିନା ଏମିତି ବଡ଼ ସାଇଜ୍ କରି କାଟି ନେଇଛି। ଏଇଭଳିଆ ସାଇଜ୍ କରି କାଟିଲେ ତରକାରୀର ଟେଷ୍ଟଟା ବହୁତ ବଢ଼ିଆ ଆସିବ। ଦେଖୁଛନ୍ତି ପଣସଟା ଟିକେ ପାକିଳିଆ ହେଇଯାଇଛି। ଆପଣଙ୍କୁ ଯଦି କଷି ପଣସ ମିଳୁଛି ତାହେଲେ ସେଇଟା ନିଅନ୍ତୁ, ତରକାରୀଟା ଖାଇବାକୁ ଅଧିକ ସୁଆଦିଆ ଲାଗିବ। ମୋତେ ତ ମିଳିଲାନି, ତେଣୁ ଯାହା ମିଳିଲା ସେଇଥିରେ ବନେଇବା। ଏବେ ଗ୍ୟାସ୍ ଉପରେ ବସାଇ ନେଇଛି ଗୋଟେ କଢ଼େଇ, ସେଇଥିରେ ଆବଶ୍ୟକ ମୁତାବକ ପାଣି ଦେଇଦେବି। ତାପରେ ପଣସ କଠା ଗୁଡ଼ାକ ସେଇଥିରେ ଦେଇଦେବି ଆଉ ଗୋଟେ ଚାମଚ ସୋରିଷ ତେଲ ଦେଇଦେବି। ଆଉ ଏମିତି ଦେବା ଦ୍ୱାରା ପଣସ କଠାର ଯେଉଁ ଅଠା ଅଂଶଟା କଢ଼େଇରେ ଆଉ ଲାଖିବନି। ଏଇଟା ଆପଣଙ୍କ ପାଇଁ ଛୋଟିଆ ଟିପ୍ସଟେ। ତାପରେ ଏଥିରେ ସ୍ୱାଦ ଅନୁଯାୟୀ ଲୁଣ ଆଉ ହଳଦୀ ଗୁଣ୍ଡ ଦେଇଦେବି। ତାପରେ ଭଲ ଭାବେ ଗୋଳେଇ ଦେଇକିନା ମିଡ଼ିୟମ୍ ଟୁ ହାଇ ଫ୍ଲେମ୍ରେ ବସେଇଦେବି ପୁରା 10 ମିନିଟ୍ ପର୍ଯ୍ୟନ୍ତ। ଦେଖନ୍ତୁ ପାକିଳିଆ ଟିକେ ପଣସ ଅଛି, ସେଇଥିପାଇଁ ଜଲ୍ଦି ସିଝିଯିବ। ଆଉ ଯଦି ଟିକେ ଆପଣ କଷି ପଣସ ନେଉଛନ୍ତି ତାହେଲେ ଆଉ ଟିକେ ଟାଇମ୍ ଲାଗିବ, କିନ୍ତୁ ଆମର 90% ପଣସଟାକୁ ସିଝେଇବାର ଅଛି। ଚାଲନ୍ତୁ ଏବେ ତରକାରୀ ପାଇଁକିନା ଗୋଟେ ମସଲା ରେଡ଼ି କରିନେବା। ତ ସେଇଥିପାଇଁ ଗୋଟେ ଡାଲଚିନି ଖଣ୍ଡ ନେଇଛି, 2ଟି ଗୁଜୁରାତି ନେଇଯାଇଛି, 6ଟି ଏଠି ଲବଙ୍ଗ ନେଇଯାଇଛି, ଆଉ ହାଫ୍ ଚାମଚ ବା ଏଇଠି 18-19ଟି ନେଇଯାଇଛି ଗୋଲମରିଚ, ଗୋଟେ ଚାମଚ ଜିରା ନେଇଯାଇଛି, ଆଉ ଗୋଟେ ଚାମଚ ମୁଁ ନେଇଯାଇଛି ଧନିଆ। ଆଉ ଏକୁ ପାଣି ଦେଇକିନା ଟିକେ ଭିଜିବା ପାଇଁ ଛାଡ଼ିଦେବି। ସବୁ ଟିକେ ଭିଜିଗଲେ ଭଲ ଭାବରେ ବାଟି ହେବ। ଆଉ ତା ଭିତରେ ଏଠି ଦେଖନ୍ତୁ ପଣସଟା ବି ସିଝି ଆସିଲାଣି। ମୁଁ ଯେମିତି କହିଥିଲି 90% ସିଝେଇବାର ଅଛି। ଆଉ ଏଇଠି ହେଇଯାଇଛି ଦେଖନ୍ତୁ। ଆଗକୁ ଯାହା ପ୍ରୋସେସ୍ ଅଛି ସେଇଥିରେ ଆଉ ଯାହା ବାକି ଥିବ ସେଥିରେ ପଣସ ସିଝିଯିବ। ତ ଏବେ ମୁଁ ଏକୁ କାଢ଼ି ନେବି। ଏବେ ସେଇ କଢ଼େଇକୁ ସଫା କରିକିନା ସେଇଥିରେ ଏବେ ସୋରିଷ ତେଲ ଦେଇଦେବି ଆବଶ୍ୟକ ମୁତାବକ। ଆପଣ ଯେକୌଣସି ତେଲରେ ବନେଇ ପାରିବେ, କିନ୍ତୁ ସୋରିଷ ତେଲରେ ବନେଇଲେ ୟାର ବାସ୍ନା ଆଉ ସ୍ୱାଦ ବହୁତ ବଢ଼ିଆ ଲାଗିଥାଏ। ଆଉ ଏବେ ଏଥିରେ ଦେଇ ଦେଉଛି 2ଟି ମିଡ଼ିୟମ୍ ସାଇଜ୍ର ଆଳୁ, ତାକୁ ଚୋପା ଛଡ଼େଇକି ଏଭଳିଆ କାଟି ନେଇଛି। ଆଳୁ ବିନା ତ ପଣସ ତରକାରୀ ଅଧା ଲାଗିବ, ତ ଆଳୁ ଟିକେ ପକାଇବେ ଯେଉଁମାନଙ୍କୁ ପସନ୍ଦ, ବହୁତ ଟେଷ୍ଟି ଲାଗିବ। ତାପରେ ସ୍ୱାଦ ଅନୁଯାୟୀ ଟିକେ ଲୁଣ ଆଉ ହଳଦୀ ଗୁଣ୍ଡ ଟିକେ ପକାଇ ନେବି। ଆଉ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକିନା କଭର୍ କରିକିନା ଆଳୁକୁ ଟିକେ କଲର୍ ଆସିବା ପର୍ଯ୍ୟନ୍ତ ମୁଁ ଭାଜି ନେବି। ଏମିତି ଆପଣ ଭାଜିବେ ଯେମିତି ଆଳୁ ବି 80% ସିଝିଯିବ, ଯାହାଦ୍ୱାରା କି ଜଲ୍ଦି ତରକାରୀ ବି ହେଇଯିବ, ସ୍ୱାଦ ବି ବହୁତ ବଢ଼ିଆ ଆସିବ। ଆଉ ଏଠି ଦେଖନ୍ତୁ ଆଳୁର କଲର୍ ହାଲକା ଚେଞ୍ଜ ହେଇ ଆସିଲାଣି। ଏଇଭଳିଆ ହିଁ କଲର୍ ରହିଛି, ଆଉ ଆଳୁ ସିଝି ମଧ୍ୟ ଗଲାଣି। ଆଉ ଏବେକୁ କାଢ଼ିକିନା ସେଇ କଢ଼େଇରେ ଯେଉଁ ଯାହା ତେଲ ଅଛି ସେଇଥିରେ ହିଁ ମୁଁ ପଣସକୁ, ଯାହା ସିଝା ପଣସକୁ ଦେଇଦେବି ଆଉ ହାଲକା ଭାଜି ନେବି। ୟାର ମଧ୍ୟ ଟିକେ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ। ପଣସ ଯେତେ ବି ସିଝା ହେଇଥାଉ ଆଉ ଟିକେ ଭାଜି ନେଲେ ତାର ସ୍ୱାଦଟା ବି ବହୁତ ବଢ଼ିଆ ଆସିଥାଏ। ଆଉ ଏଇଠି ଟିକେ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ ଏଇଠି ଭାଜି ନେଇଛି। ଏବେକୁ କାଢ଼ି ନେବି। ଏବେ ଗ୍ୟାସ୍ ଉପରେ ବସାଇ ନେଇଛି ଆଉ ଗୋଟେ କଢ଼େଇ, ତାପରେ ଦେଇଦେବି ସୋରିଷ ତେଲ ଆବଶ୍ୟକ ମୁତାବକ। ତେଲ ଟିକେ ଗରମ ହେଇସାରିଲା ପରେ ଏଇଠି 2ଟି ମିଡ଼ିୟମ୍ ସାଇଜ୍ର ପିଆଜକୁ ବାଟିକି ରଖିଛି। ଏବେ ଏଥିରେ ପିଆଜ ବଟା ଦେଇଦେବି। ପିଆଜ ବଟା ଯେତେବେଳେ ଆପଣ ଦେବେ ଫ୍ଲେମ୍କୁ ଟିକେ ଲୋ କରିଦେବେ, ପୁରା ହାଇ ଫ୍ଲେମ୍ରେ ରଖି ପିଆଜ ବଟା ପକାଇବେନି। ପିଆଜ ବଟାରେ ଟିକେ ପାଣି ଅଂଶ ଥାଏ, ଯେଉଁଟାକି ସାଙ୍ଗେ ସାଙ୍ଗେ ତେଲରେ ପଡ଼ିଲା ମାନେ ଛିଟକିବ, ତ ଦେହ ସାରା ପଡ଼ିବ, ସେଥିପାଇଁ ଟିକେ ଲୋ ଫ୍ଲେମ୍ କରିଦେବେ। ଆଉ ଗୋଟେ ଟିପ୍ସ ଏଇଠି ଆପଣମାନଙ୍କୁ କହିବି, ଯେତେବେଳେ ଆପଣ ପିଆଜ ବାଟୁଛନ୍ତି ସେତେବେଳେ ଅଳ୍ପ ଟିକେ ପାଣି ଦିଅନ୍ତୁ, ବେଶୀ ପାଣି ଆପଣ ଦେବେନି, କାରଣ ପିଆଜର ନିଜସ୍ୱ ପାଣି ତା ଦେହରେ ବାହାରିବ। ତ ଅଳ୍ପ ପାଣି ଦେଇକି ଯଦି ଆପଣ ବାଟିବେ, ତାପରେ ଯେତେବେଳେ ଆପଣ ପିଆଜ ବଟା ପକାଇକିନା କଷିବେ, ବେଶୀ ସମୟ ଲାଗିବନି, କମ୍ ସମୟରେ ପିଆଜ ବଟା କଷି ହେଇଯିବ। ଏଠି ଦେଖନ୍ତୁ ପିଆଜକୁ ମୁଁ ଭଲ ଭାବରେ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ରଖିକିନା ଭାଜି ନେଇଛି ବ୍ରାଉନ୍ କରିକିନା। ଏଇଭଳିଆ ଭାଜି ହେଲେ ଟେଷ୍ଟ ବହୁତ ଭଲ ଆସିଥାଏ, କଞ୍ଚା ବାସ୍ନା ବି ପଳେଇବ। ତାପରେ ଏବେ ଆଉ ଗୋଟେ ମସଲାର ପେଷ୍ଟ ଦେବି। ଏ ମସଲାଟା ବନେଇବା ପାଇଁ କିନା ମୁଁ 1 ଇଞ୍ଚର ଅଦା, 5-6ଟି ରସୁଣର କୋଲା, 2ଟି କଞ୍ଚା ଲଙ୍କା ଆଉ କିଛି ଧନିଆ ପତ୍ରକୁ ବାଟି ନେଇଛି।
जहाँ भी मु आपनको कहली से सबू मिसेकी बाटिबे बहुत बढ़िया टेस्ट आसीबो। आउ एबे को कसी नेबी लो टू मीडियम फ्लेम रे रखिकिना मसला को मु भल भाबे तेल छाड़ी आसिया पर्यंत कसी नेबी। तापरे एथिरे पूर्वरु रखिथिबा भिजेकी गरम मसला को मु एठी बाटी नेची। 10 मिनिट गरम मसला को आपण जदि भिजेकी रखिबे तापरे बाटिले बढ़िया भाबरे बाटी हबो। तापरे 1 मिनिट पर्यंत टिके एपट सेपट करिकिना कंचा बासना जीवा पर्यंत एको मध्य कसी नेबी। तापरे एबे इथिरे कलर पाइकिना देदेबी हळदी गुंड, स्वाद अनुसार लूण। आगुरु तो कंचा लंका राग पाइकिना पकई नेथली, एबे कलर पाइकिना टिके काश्मीरी लंका गुंड पकई नेबी। तापरे एको भल भाबरे गोळेई नेबी सबु। आउ एठी 2टी मीडियम साइज रो टमाटो को मु पेस्ट कर नेची, ताकू दे देबी। टमाटो पेस्ट देला परे भल भाबे मसला सहित गोळेई की लो फ्लेम रे छाड़ी देबे कवर करिकी। टिके टमाटो रु पानी छाड़िबो, ता सहित तेल छाड़िकी मसला भल भाबरे कसी हबो। आपण जेते भल भाबे मसला एठी कसीबे तरकार टेस्टा मध्य सेते बढ़िया लागिबो। आउ बाहर रो एठी कोनोसी मसला पड़िबनी, जेतिको मसला आपन को देखेली सेही मसला ही आपण पकेइबे आ बनेइबे, सेही उपाय रे टेस्ट बहुत भल आसीबो। मसला तेल छाड़िके एठी भल भाबे कसी हे गलानी। एबे इथिरे दी देबी पणस आउ भजा आलू आउ देकिना एको भल भाबे गोळेई नेबी। जेहेतु टिके तळु लाखुतिला तो मैं एठी अल्प टिके पानी दे देबी। तापरे को लो टू मीडियम फ्लेम रे रखिकिना कवर करिकिना कसी नेबी। कसी नबा द्वारा जो पणसर गोटे निजस्व बास्ना थाए से बहुत बढ़िया आसे। आउ मसला गुड़ा को भी पणस आलू रे बहुत बढ़िया पसी जाए, भल लगे। एबे पणस आलू भल कि कसी गलानी। एबे इथिरे गरम पानी दे देबी आवश्यक मुताबिक। बेसी झोल रखिबार नाही, टिके जुकजुकिया रहिबो आ बहुत टेस्टी लागि थाए एमती बनेले। तो एठी आवश्यक मुताबिक पानी दे देबी। तापरे गैस रो फ्लेम को लो टू मीडियम रखिकिना कवर करिकिना छाड़ी देबी 10 मिनिट पर्यंत फुटिया पई। तापरे तरकारी हे जिवो पूरा रेडी। देखंतु लुकटा यार केते सुंदर देखा होची। ग्रेवीटा आपण माने जेमती देखुचंती सेही भलिया रखिबे। बेसी आपण झोलटा को सुखे देबेनी, नहले किछि समय परे रहिला परे झोल आउरी बसिकी आउरी गाढ़ हे जिवो। आ एई भली कंसिस्टेंसी रहिले खाइबा को बहुत बढ़िया लागि थाए। आपण ई गरमा गरम तरकारी को गरम गरम भात संगे खांतो, बहुत बढ़िया लागिबो। केमिति लागिला कमेंट माध्यम रे मते जणिया को बिल्कुल भी भूलिबेनी। जीवा अगर गोटे लाइक कर देबे, फ्रेंड फैमिली मेंबर के साथ शेयर कर देबे। नुआ आस्तेबे जो माने चैनल को सब्सक्राइब कर देकी जिबे। पुणी आसीबे को नुआ रेसिपी सहित। समस्त भले रहंतु, खुश रे रहंतु। धन्यवाद। जय जगन्नाथ।